ଏକ ଘରୋଇ ଯାତ୍ରୀବାହୀ ବସ୍ ସହିତ ଗୋଟିଏ ପିକଅପ୍ର ମୁହାଁମୁହିଁ ଧକ୍କା ହେବାରୁ 4 ଜଣ ଯାତ୍ରୀ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ଏପରି ଦୁର୍ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବିଶିପଡ଼ା ଛକ ନିକଟ ବୁଲାଣି ରାସ୍ତାରେ। ମିଳିଥିବା ସୂଚନା ଅନୁଯାୟୀ ଏସ୍କର୍ଟ ନାମକ ଏକ ଯାତ୍ରୀବାହୀ ବସ୍ 15ରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ ଫୁଲବାଣୀ ଠାରୁ ଭାୟା ବାଲିଗୁଡ଼ା ହୋଇ ଦାରିଙ୍ଗିବାଡ଼ି ଅଭିମୁଖେ ଯାଉଥିଲା। ତେବେ ବିଶିପଡ଼ା ଛକ ନିକଟ ବୁଲାଣି ରାସ୍ତାରେ ସାମ୍ନା ପଟୁ ଆସୁଥିବା ଏକ ପିକଅପ୍ ଭ୍ୟାନ୍ ସହିତ ବସ୍ର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ 4 ଜଣ ଯାତ୍ରୀ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ଜଣାପଡ଼ିଛି। ସେପଟେ ଏହି ଖବର ପାଇ ଘଟଣାସ୍ଥଳରେ ବିଶିପଡ଼ା ଥାନା ଅଧିକାରୀ ପହଞ୍ଚି ଦୁର୍ଘଟଣା ସମ୍ପର୍କରେ ତଦନ୍ତ କରିଛନ୍ତି। କନ୍ଧମାଳ ଜିଲ୍ଲାରୁ ଜ୍ୟୋତିପ୍ରକାଶ ସାମନ୍ତରାୟଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।